ଲୋକଙ୍କର ବି ତାଙ୍କର ପରିବାର ଲୋକ ନାହାନ୍ତି ଆପଣ ଆକ୍ଚୁଆଲି ସାର୍ କଣ କହିବେ? ନା এটা ଗୋଟେ ଦୁଃଖଦ ଘଟଣା ଏବଂ ମୋତେ ବହୁତ ଦୁଃଖ ଲାଗିଲା ଯେଉଁମାନେ ଆଜି ଏଠି ଇଞ୍ଜୋର୍ଡ ହେଇଛନ୍ତି ଗ୍ରିଭିୟସଲି ଇଞ୍ଜୋର୍ଡ ହେଇଛନ୍ତି ତାଙ୍କର କିଛି ଦୋଷ ନଥିଲା ସେମାନେ ଗାଡ଼ି ଯେହେତୁ ଖରାପ ହେଇଯାଇଥିଲା ସେମାନେ ରାସ୍ତା ଉପରେ ଥିଲେ ଗାଡ଼ି ଭିତରେ ଅନେକ ଯାତ୍ରୀ ଗାଡ଼ି ଭିତରେ ଥିଲେ ଅନେକ ଗାଡ଼ି ଭିତରୁ ବାହାରିକିରି ଏଠି ଚଲାବୁଲା କରୁଥିଲେ ସେତିକିବେଳେ ଆକ୍ସିଡେଣ୍ଟ ହେଲା ଏବଂ ଏଇଟା ମାନେ ଅଲମୋଷ୍ଟ ଭୋର ଭୋର 3:30 4ଟା ବେଳେ ଆକ୍ସିଡେଣ୍ଟଟା ହେଇଛି ଏବଂ ଆମେ ତୁରନ୍ତ ତାଙ୍କୁ ଏଠି ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ହସ୍ପିଟାଲକୁ ଅଣାଯାଇଛି 12 ଜଣ ଭିତରୁ ପାଖାପାଖି 7 ଜଣକୁ ଆମେ କଟକ ରେଫର କରିଦେଇଛୁ ସେମାନେ ଟିକେ ସିରିୟସଲି ଇଞ୍ଜୋର୍ଡ ଥିଲେ ବଟ୍ ସମସ୍ତେ ଷ୍ଟେବୁଲ୍ ଅଛନ୍ତି ଯାହା ଆମେ ଖବର ନେଇଛୁ ସମସ୍ତେ ଷ୍ଟେବୁଲ୍ ଅଛନ୍ତି ଆଉ 5 ଜଣଙ୍କୁ ଏଠି ଟ୍ରିଟମେଣ୍ଟ କରାହେଉଛି ଏବଂ ସେମାନେ ସମସ୍ତେ ଓଡ଼ିଶା ବାହାରର ବ୍ୟକ୍ତିମାନେ ତେଣୁ ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ସେମାନେ ସମସ୍ତେ ଭଲ ହେଇଯିବେ ବଟ୍ ଆପଣମାନଙ୍କ ମିଡ଼ିଆ ଜରିଆରେ ଗୋଟେ କଥା ମଧ୍ୟ କହିବାକୁ ଚାହିଁବି ଯେ ସଡ଼କ ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱ ବହନ କରୁଛି ଆମେ ନିକଟରେ ଜାନୁଆରୀ ମାସରେ ସଡ଼କ ସୁରକ୍ଷା ମାସ ପାଳନ କରିଛେ କିନ୍ତୁ ସଡ଼କରେ ଗଲାବେଳେ ଆମେ କିଭଳି ଭାବରେ ସଂଯମତା ଅବଲମ୍ବନ କରିବା ଯାହା ଯାହା SOP ଅଛି ତାକୁ ମାନେ ତାକୁ ଫଲୋ କରିବା ଦ୍ୟାଟ୍ ଇଜ୍ ଭେରି ଭେରି ଇମ୍ପୋର୍ଟାଣ୍ଟ ତେଣୁ ମୁଁ ଆଶା କରିବି ଆମେ ସମସ୍ତେ ଆଜି ଯେଉଁମାନେ ଆକ୍ସିଡେଣ୍ଟ ହେଇଛନ୍ତି ନୁହଁ ଯେଉଁମାନେ ଗାଡ଼ି ଚଲାଉଛନ୍ତି ନୁହଁ ସମସ୍ତେ ଆମେ ସଚେତନ ହେଲେ ନିଶ୍ଚିତ ଭାବରେ ଜୀବନ ରକ୍ଷା ହେଇପାରିବ। हाँ आम सागरे जोगाजोग अच्छु से निज निजर परिवार सहित जोगाजोग कर सारे अधिकांश एक्सीडेंट जो मैंने से परिवार वर्ग मैंने आसुँच रिलेटिव्स मैंने आसुँच तेणु जहाँ जहाँ सुविधा दरकार पड़ो आम जिला प्रशासन तरफ जोगे दो मो सहित CDM डॉक्टर बलबद्ध अच्छा आम खबर पाई